ଓಂ ନମୋ ଭଗବତେ ବାସୁଦେବାୟ। ନାରାୟଣଂ ନମସ୍ତୁତ୍ୟଂ ନରଂ ଚୈବ ନରୋତ୍ତମଂ ଦେବୀ ସରସ୍ୱତୀ ବ୍ୟାସଂ ତତୋ ଜୟମୁଦୀରତେ। ମୂକଂ କରତି ବାଚଳଂ ପଙ୍ଘୋ ଲଙ୍ଘୟତି ଗିରିଂ ଯତ୍କୃପାତମହଂ ବନ୍ଦେ ପରମାନନ୍ଦ ମାଧବଂ। ନିଗମ କଳ୍ପତରୁଗଳିतं ଫଳଂ ସୁଖମୁଖାଦମୃତଦବସଂଯୁତ ପୀତବ ଭାଗବତ ରସମାଳୟ ମହୁରହ ରସିକା ଭୁପି ଭାବୁକା। ଭାଗବତ ପାଠ କରିବା। ତୃତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟ। ଶ୍ରୀ ଶୁକ ଉବାଚ ଏମନ୍ତେ ମୈତ୍ରେୟବାଣୀ ବିଦୁର ଦୃଢ଼ ଚିତ୍ତେ ଶୁଣି ଆନନ୍ଦ ମନେ ବ୍ୟାସସୁତ କପଳେ ଦେଇବେନି ହସ୍ତ ରୋମ ପୁଲକ ତାର ଦେହି ପୁଛେ ମୈତ୍ରେୟ ଦୁଃଖ ଚାହିଁ। ବିଦୁର ଉବାଚ ଭୋମୁନି ଏ ଯେ ବିପରୀତ ଭାବେ ଭ୍ରମଇ ମୋର ଚିତ ସେ ହରି ସ୍ୱଭାବେ ନିର୍ଗୁଣ ନିଶ୍ଚିନ୍ତେ ପରମ କାରଣ ଲୀଳା ବିହାର ଗୁଣ କ୍ରିୟା କେ ଜାଣି ପାରିବଟି ଏହା ବାଳକ କ୍ରୀଡ଼ା ଭାବେ ଯେହ୍ନେ ମୋତେ ନ ଘେନି ଅନୁମାନେ ଇଚ୍ଛା ସ୍ୱଭାବେ ଖେଳ ତାର ସେ ନୁହେଁ ସଂଶୟ ଗୋଚର ସେ ନିଦ୍ରାଗତ ନିଜ ସୁଖେ ସେ କିମ୍ପା ପଶେ ଏତେ ଦୁଃଖେ ନିଜ ଗୁଣର ମାୟା ବଳେ ସେ ବିସର୍ଜିଲା ଅବହେଳେ ପୁଣି ପାଳିଣ କରେ ଅନ୍ତ ବ୍ୟାପାରୀ ପୁରୁଷ ଯେ ମନ୍ତ କରମ କରି ନାନା ମତେ ଏ ଦେଶ କାଳ ପାତ୍ର ଅର୍ଥେ ଏ ମତେ ସୃଷ୍ଟି ସେ କରଇ ସେ କର୍ମ ତାକୁ ନ ଲାଗଇ ମାୟା ସଂଯୋଗ ନିପାତନେ ପୁଣ୍ୟ ପୁରୁଷ କ୍ଷଣେ କ୍ଷଣେ ଏଣୁ ମୋ ମନେ ଯେତେ ଭେଦ ଜ୍ଞାନ ଖଡ଼ଗ ଘେନି ଛେଦ। ଶ୍ରୀ ଶୁକ ଉବାଚ କହନ୍ତି ଶୁକ ମୁନିବର ଶୁଣ ପରୀକ୍ଷ ଦଣ୍ଡଧର ଏମନ୍ତେ ବିଦୁରଙ୍କ ବାଣୀ ସାନନ୍ଦେ ମୈତ୍ରେୟ ଶୁଣି। ମୈତ୍ରେୟ ଉବାଚ ବିଷ୍ଣୁ ଭଜନେ ଅନୁରାଗେ ହସି କହନ୍ତି ତାହା ଆଗେ ସେ ବିଷ୍ଣୁ ମାୟା ମୟ ଦେହି ଏମନ୍ତ ମନକୁ ମୋହଇ ଈଶ୍ୱର ସ୍ୱଭାବେ ବିମୁକ୍ତ ସେ ଭାବେ ପ୍ରୟୋଜନ ଯୁକ୍ତ ଆତ୍ମାର ବିପରୀତ ଭାବେ ଈଶ୍ୱର ମହିମା ସ୍ୱଭାବେ ଶରୀର ଭେଦ ଆତ୍ମା କରେ ଯେ ସନେ ଦର୍ପଣ ଭିତରେ ଦେଖନ୍ତେ ପୁରୁଷକୁ ସୋହେ ତାର ବିକାରୁ ଦେହ ବହେ କରମ କରାଇ କରଇ ସେ ଯେହ୍ନେ ତାକୁ ନ ଲଗାଇ ଅକ୍ଷୟ ବିଷ୍ଣୁ ମାୟା ବଳେ ଚନ୍ଦ୍ରର ଛାୟା ଯେହ୍ନେ ଜଳେ ଜଳ କମ୍ପନେ ସେ କମ୍ପଇ ସେ ଯେହ୍ନେ ତାଙ୍କୁ ନ ଲାଗଇ ସେ ଜୀବ ବିଷ୍ଣୁ ମାୟା ବଳେ ଆତ୍ମାରେ ନ ରହେ ନିଶ୍ଚଳେ ଇନ୍ଦ୍ରିୟ ତାଙ୍କୁ ନ ଲାଗନ୍ତି ଅନ୍ତରେ ନିଶ୍ଚଳେ ରହନ୍ତି ବିଷ୍ଣୁର ପାଦେ ସେହି ମତେ ଯେ ବାଚିନ୍ତନ୍ତି ଅବିରତେ ତାହାଙ୍କ ଦେହ କ୍ଲେଶ ଯେତେ ଦହିଜ ନୁହନ୍ତି ସମସ୍ତେ ଏଣୁ କୃଷ୍ଣର ଗୁଣ କଥା ଯେ ଶୁଣେ ଯେ ଅବାବକତା ଅଶେଷ କ୍ଲେଶ ତାଙ୍କ ଦେହେ ଦହନ ହୁଅନ୍ତି ତୃଣ ପ୍ରାୟେ
ସେ ହରିପାଦ ପଦ୍ମଗନ୍ଧେ ଚିତ୍ତେ ଲୋଭହିତ ମକରନ୍ଦେ ନିତ୍ୟ ଚିନ୍ତନ୍ତି ଭୃଙ୍ଗପ୍ରାୟ ତାଙ୍କୁ ନ ଲାଗେ ଯମ ଭୟ। ବିଦୁର ଉବାଚ ଭୋମୁନି ତୁମ୍ଭ ବାକ୍ୟ ଆସି ମୋ ମନ ସଂଶୟ ବିନାଶୀ। କ୍ଷଣ ସଂଶୟ ହୋଇ ଯେହ୍ନେ ବିସ୍ତାରି ବସନ୍ତି କରଣେ। ଏ ସୃଷ୍ଟି ବିସ୍ତାର କାରଣେ ଯେମନ୍ତେ ପ୍ରଜାପତି ଗଣେ। ସଙ୍ଗ ସଙ୍ଗତେ ପ୍ରତିସଙ୍ଗ ମୋହନ ଅନ୍ତରରେ ବର୍ଗ। ଏହାଙ୍କ ତହିଁ ବଂଶ ଯେତେ ଜନ୍ମିଲେ ବଂଶାନୁଚରିତେ। ବିରାଟ ରୂପ ଦେହ ମଧ୍ୟେ ଯେବା ବସନ୍ତି ଅଧ ଊର୍ଦ୍ଧ୍ୱେ। ଚତୁର ଲୋକେ ଦେହ ସ୍ଥିତି କେତେ ଅନ୍ତରେ ଅଛନ୍ତି। ଦେବ ମନୁଷ୍ୟ ପଶୁଗଣେ ପକ୍ଷୀ ପତଙ୍ଗ ଭୂମି ତୃଣେ। ସ୍ୱଦ ଅଣ୍ଡଜ ଜରାୟୁଜ ଉଦ୍ଭିଜ ଆଦି ବୃକ୍ଷରାଜ। ଯେଣୁ ସେ ଯେବା ଅଭିଭାର ସୃଷ୍ଟି ପାଳନର ଅନ୍ତର। ଯେଣୁ ସେ ସର୍ଜେ ଶ୍ରୀନିବାସ ଯାର ମହିମା ଅବକାଶ। ଯେ ବର୍ଣ୍ଣାଶ୍ରମଙ୍କ ବେଭାର ଯେ ଜଳ ଅଣ୍ଡଜ ଆକାର। ଋଷିଙ୍କ ଜନ୍ମ କର୍ମ ଯେତେ ଦେବ ବୃକ୍ଷର ସଧ ଏତେ। ଯୋଗ ସାଧନେ କେତେ ସାଧି କର୍ମ ବା କେତକ ବିରୋଧୀ। ନିଷ୍କାମ ବଧି ଯେତେ ସାର ଯେମନ୍ତେ ଉତ୍ତର ବିଚାର। ପୋଷଣ ପଥ ବନ ସମ ଯେ ପ୍ରତିଲୋମ ଅତିଲୋମ। ଜୀବର ଗତି ଯେତେ ମାର୍ଗେ ସେ ପୁଣ ଗୁଣ କର୍ମ ଯୋଗେ। ଧର୍ମାର୍ଥ କାମ ମୋକ୍ଷ ଆଦି ଯେ ମାର୍ଗେ ଯେମନ୍ତ ସମ୍ପାଦି। ଯେବା ତ୍ରିଦଣ୍ଡ କରେ ଘେନି ଯେ ଦେବ ବିଧି ମୁନି ଅନୁମାନି। ଶ୍ରୀଧର ସେବା ନୀତି ବିଧି ପିତୃଗଣଙ୍କ ସ୍ନାନ ଆଦି। ଗ୍ରହ ନକ୍ଷତ୍ର ତାରା ଗଣେ ଯେ କାଳ ରୂପୀ ଅପ୍ରମାଣେ। ଦାନ ତ୍ୟାଗର ଫଳ ଯେତେ ଯେ ଅବା ଭଜେ କୃଷ୍ଣ ପ୍ରୀତେ। ଗୃହବାସୀର ଯେତେ ଧର୍ମ ଆପଦ କାଳେ ଯେବା କର୍ମ। ଯେଣେ ଗୋବିନ୍ଦ ତୋଷ ହୋଇ ଯେ ଧର୍ମ ଜନନୀ ବୋଲାଇ। ଯେ ହରି ପ୍ରସନ୍ନେ ଯେମନ୍ତେ ଭୋମୁନି କହ ଦୟା ଚିତ୍ତେ। ସେ ଭାବ ଗୁରୁ ଶିଷ୍ୟ ଗଣେ ଯେମନ୍ତେ ଜୀବ ପରିତ୍ରାଣେ। ଯେ ପୁତ୍ରେ ପିତା ତୋଷ ହୋଇ ଅଧର୍ମ ମତେ ସାକ୍ଷୀ ଦେଇ। ଆତ୍ମାର ତତ୍ତ୍ୱ ଅବା କେତେ ସୃଷ୍ଟିରେ ସଞ୍ଚରନ୍ତି ଯେତେ। ବିରାଟ ରୂପେ ଦେହେ ଥାନ୍ତି ପୁଣି କେମନ୍ତ ଲୀନ ହୁଅନ୍ତି। ଆତ୍ମାର କ୍ଷଣେ ଅବା ଦେହି ବିଶ୍ୱରୂପ କି ପ୍ରକାଶଇ। ଯେ ଗୁରୁ ଶିଷ୍ୟର ସମ୍ବାଦ ଜ୍ଞାନ ଧାରନ୍ତି ମୋକ୍ଷ ସାଧ। ଏ ଆଦି କରମ ଗୋଚର ପଣ୍ଡିତ ଜନକ ବେଭାର। କେମନ୍ତେ ପୁରୁଷଙ୍କ ଦେହେ ଭକ୍ତି ବୈରାଗ୍ୟ ଜାତ ହୁଏ। ଏ ଯେତେ ପୁରୁଷ ମୁରାରି ହରି ମହିମା ଇଚ୍ଛା କରି। ଜଗତେ ଦେଖ ଯଜ୍ଞ ଯେତେ ତପସମାଧି ନଦୀ ଅର୍ଥେ। ଜୀବକୁ ଯେତେ ଦୟା ବହେ ତାହାଙ୍କୁ ଦେଖ ସର୍ବଦେହେ। ସେ ପୁଣ୍ୟ କଲା ଯେତେ ସମ ହୁଅନ୍ତି ତେଜି ନିଜ କର୍ମ। ଏମନ୍ତେ ପୁରାଣ ସଂକଳ୍ପେ ବିଦୁର ମୈତ୍ରେୟ ସମୀପେ। ଆନନ୍ଦେ ଯେତେ ପଚାରିଲା
ସୃଷ୍ଟି ସମ୍ବାଦେ ଯେତେ ଲୀଳା ଶୁଣି ହରଷେ ମୁନିବର ବୋଲନ୍ତି ଶୁଣ ହେ ବିଦୁର। ଶ୍ରୀଶୁକ ଉବାଚ ଏ ଭାଗବତ ପ୍ରଶ୍ନବାଣୀ କର୍ଣ୍ଣେ ଶୁଣିଣ ଯେତେ ପ୍ରାଣୀ ଯେ ଅବାବ ବଦ ନେଉଚାରି ବିଷ୍ଣୁ ମାୟାରୁ ଯାନ୍ତି ତରି। ତୃତୀୟ ସ୍କନ୍ଧେ ଭାଗବତ କହିଲେ ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପରମହଂସ୍ୟା ସଂହିତାଂ ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ମୈତ୍ରେୟ ବିଦୁର ସମ୍ବାଦେ ନାମ ସପ୍ତମୋऽଧ୍ୟାୟ।